ଆପଣଙ୍କ ଭିତରେ ଗୋଟେ ସାମ୍ବାଦିକର ଅଭିମାନ ବି ଜାଗିଲା ଯେ ମତେ କିଏ ଡିରେକ୍ସନ ଦବ ଅର୍ଥାତ୍ ଆରେ ମୁଁ କାହିଁକି କଥା ମାନିବି? ମୁଁ କଣ ସେମାନଠୁ କେବେ ଫେଭର ନେଇଛି ନା କଣ? ମୋର ନବୀନ ପଟ୍ଟନାୟକରେ ଆକ୍ସେସ୍ ଥିଲା। ତାର ଅର୍ଥ ଇଆ ନୁହଁ ଯେ ମୁଁ ତାଠୁ ଟ୍ରାନ୍ସଫର ପୋଷ୍ଟିଂ କରଉଥିଲି କି କିଛି କରୁଛି। ହୁଁ ତ ଆଇ ଏମ୍ କ୍ଲିନ୍ ଆଜ୍ ଫାର ଆଜ୍ ଆଇ ଏମ୍ କନସର୍ନ। ମୁଁ କାହିଁ ସେ କଥା ମାନିବି? ଆଉ ମୁଁ ସେମାନଙ୍କୁ କହିଲି ଯେ ମୁଁ ବିଜୁ ଜନତା ଦଳର ଲୋକ ନୁହଁ, ଆପଣମାନେ ଏଇଟା କହୁଛନ୍ତି କାହିଁକି? ତ ସେମାନେ ତାପରେ ରାଗିଲେ ରାଗିଲେ। ଆଉ କିଛି କରିବା ପାଇଁ ଚାହିଁଲେ ନା କେବଳ ଏମିତି ନା ରଗାରଗି ତାରପରେ ଆଉ କିଛି ହେଇଛି। ଆଉ କଣ ହେଲା? କଣ କହିବି ଛାଡ଼ନ୍ତୁ। କଣ ହେଲା ଟିକେ ଏ ତ ବହୁତ କଥା ନବୀନ ବାବୁଙ୍କର ଶାସନ ଆଉ ନାହିଁ ସରିଗଲାଣି ଗୋଟେ ଏରା କଣ ଘଟିଲା ତାପରେ? ନାଇଁ କାହିଁକି ସେତେବେଳେ ଅଲରେଡି ପାଣ୍ଡିଆନ ବାବୁର ଏମର୍ଜେନ୍ସି ହେଇସାରିଛି ହୁଁ 2018 ମାନେ ଏତେ ହେଇନଥିଲା କିନ୍ତୁ ହେଇଥିଲା ଆମେ ସମସ୍ତେ ଜାଣିଥିଲୁ ଯେ ପାଣ୍ଡିଆନ ବାବୁ ହିଁ ଚଲାଉଛନ୍ତି। ତ ତାରପରେ ମୁଁ ଆଉଟଲୁକ୍ର ଏଡିଟର ତ ଆମ ଆଉଟଲୁକ୍ରେ ପାଠ ଫାଠ ବାହାରୁଥିଲା ସେତେବେଳେ ଷ୍ଟୋରିଜ୍ ବାହାରୁଥିଲା ଏବଂ ଯେହେତୁ ମୋର ଗୋଟେ ଓଡ଼ିଶା ପ୍ରତି ଗୋଟେ ଫ୍ୟାସିନେସନ୍ ଥିଲା ତ ଆଉଟଲୁକ୍ରେ ଓଡ଼ିଶା ଉପରେ ନମ୍ବର ଅଫ୍ ଷ୍ଟୋରିଜ୍ ବଢ଼ିଗଲା କାହିଁ କଭରେଜ ବଢ଼ିଗଲା ସେମାନେ ନଥିଲେ ଖୁସି ନଥିଲା ଏବଂ ମୁଁ ଆଉଟଲୁକ୍ର ଏଡିଟର ହେବା ପରେ ପରେ ବିଜୁ ଜନତା ଦଳ ତରଫରୁ ଗୋଟେ ଡେଲିଗେସନ ଯାଇଥିଲା। ମାନେ ମୁଁ ଆଶ୍ଚର୍ଯ୍ୟ ହେଲି ଯେ ଏମାନେ ଏତେ ଇମ୍ପୋର୍ଟାଣ୍ଟ ପଲିଟିସିଆନ୍ସ ସେମାନଙ୍କର ଏତେ ଟାଇମ୍ ମିଳିଲା କେମିତି? ହଁ ସେମାନେ ସବୁ ମୋର ପାଠ ଲେଖା ଏସବୁ କୋଉଠି କେବେ ଲିଖିଥିଲି କାହାକୁ ପ୍ରଶଂସା କରିଥିଲି ସେ ସବୁ ନେଇକରି ଗଲେ ସେମାନେ। ମୋର ମାଲିକ ସେମାନେ ବମ୍ବେରେ ରହନ୍ତି। ହଁ ସେମାନେ ଯାଇକରି ମାଲିକକୁ ଦେଲେ ଯେ ରୁବେନ ବାନାର୍ଜୀ ହେଉଛି ଜୟ ପାଣ୍ଡାର ଲୋକ ତାକୁ ଚାକିରିରୁ ବାହାର କରିଦିଅ। ବାହାର କରିଛି। ତ ଏମାନେ ତ ଭାବିଲେ ଯେ ମୋର ଚାକିରି ଚାଲିଯିବ କିନ୍ତୁ ସେମାନେ ଜାଣିନାହାନ୍ତି ଯେ ନେକ୍ସଟ ଡେ ସେଇ ମେମୋରାଣ୍ଡମ ଇଏ ମୋର ପାଖକୁ ପଳେଇ ଆସିଲେ। ମୁଁ ଦେଖିଲି ମୁଁ କହିଲି ଆରେ ଆଉ ଏମାନେ ମାନେ ଏତେ ମାନେ ଫଟୋ କପି ଜେରକ୍ସ କରିକିରି ନେଇକରି ପୁରା ଫାଇଲ ତିଆରି କରିକିରି ନେଇ ଯାଇଥିଲେ ମୋର ଏଗେନ୍ଷ୍ଟରେ। ତ ମୁଁ ହସିବି ନା କଣ କରିବି? କଥା ହଉଛି ମୁଁ ଯେତେବେଳେ ଭୁବନେଶ୍ୱରରେ ଥିଲି ସେତେବେଳେ 2002, ନବୀନ ନିବାସ ଯାଉଥିଲି ଲୋକମାନେ କଥା ଥିଲେ ନବୀନ ପଟ୍ଟନାୟକର ଲୋକ। ତାରପରେ ମୋର ମନେ ଅଛି ମୁଁ ମଝିରେ ହେଇଗଲି ଧର୍ମେନ୍ଦ୍ର ପ୍ରଧାନର ଲୋକ। ତାରପରେ ଏଇ 2018 ପରେ ଚାଲିଲା ମୁଁ ବୈଜନ୍ତ ପାଣ୍ଡାର ଲୋକ। ଏମାନେ ତ ଅଫିସିଆଲି ଯାଇକରି କମ୍ପ୍ଲେନ କରିଛନ୍ତି। ହଁ ତାରପରେ ପୁଣି ଏବେ ମୁଁ ଶୁଣିଛି ଆଉ ଜଣର ଲୋକ। ତ ଫର ମି ଇଟ୍ ଇଜ ଏଣ୍ଟରଟେନମେଣ୍ଟ। ତ ଲୋକ ତ ଲୋକ ଆଉ କଣ କରିବା? ଆପଣଙ୍କ ମାଲିକ ଆପଣଙ୍କ ଚାକିରିରୁ ବାହାର କରିବାକୁ ସେତେବେଳେ ଚାହିଁଲେ? ଚାନ୍ସ